ରହିବ ବାହାର ସେକ୍ସନ ଟିକେ ହାଲକା ଫୁଲକା ଚେଞ୍ଜ ହବ ଦେନ୍ କମ୍ପିଟିସନ ଲେଭେଲର ମାନେ ଯାହା ବି ସାଉଣ୍ଡ ସିଷ୍ଟମ କମ୍ପିଟିସନର ବେସ୍ ଲାଇନ୍ ଚେଞ୍ଜ ହବ ଲାଇନରେ ଚେଞ୍ଜ ହବ ଦେନ୍ ୟୁନିଟ୍ ପ୍ରେସର ଲାଗିବ ତ ଏଗୁଡ଼ା ହିଁ ଚେଞ୍ଜ ହବ। ତ ଆମେ ତ ଭାଇ ଆଗରୁ ଦେଖିଆଛୁ ଭୋକେସନାଲ କମ୍ପିଟିସନ ଏତେ ପ୍ରୋଗ୍ରାମ ହୁଏନି ଆପଣଙ୍କର ନାଇଁ ତ ଯାହାକି ଆପଣ କହିବାକୁ ଗଲେ ରୋଡ ଶୋ ମାନେ କହିବାକୁ ଗଲେ ମ୍ୟାରେଜ ପ୍ରୋଗ୍ରାମ ଯାହା ବି ପ୍ରୋଗ୍ରାମ କରନ୍ତି ମାନେ ବିନା କମ୍ପିଟିସନ ନ କମ୍ପିଟିସନରେ ବି ପ୍ରୋଗ୍ରାମ କରନ୍ତି। ଆଜ୍ଞା ତ ଏଥର ଭାଇ କମ୍ପିଟିସନ ସେଟअପ ଆଣିବୁନି କଣ? କମ୍ପିଟିସନ କାହିଁକିନା ମାର୍କେଟରେ ପବ୍ଲିକ ହେଉଛନ୍ତି କମ୍ପିଟିସନ ତ ପବ୍ଲିକ ଡିମାଣ୍ଡ ଅନୁସାରେ ଆମେ ଯଦି ଅପଡେଟ୍ ନ ହେବା ତ ଆମକୁ ମାନେ ଆମେ ତ ପଛରେ ରହିଯିବୁ ନା ତ ନିହାତି ଆମକୁ ଯେହେତୁ ସେଟଅପ୍ କରିଛୁ ଆଗକୁ ବଢ଼ିବାର ଅଛି ତ କମ୍ପିଟିସନ କଲେ ହିଁ ପବ୍ଲିକ କହୁଛନ୍ତି କମ୍ପିଟିସନ କଲେ ହିଁ ଆଗକୁ ବଢ଼ିପାରିବ ଅନଲାଇନ୍ ବଢ଼ିପାରିବନି ତ ସେଇ ସିଷ୍ଟମ ଚେଞ୍ଜ କରିବା ପାଇଁ ଆମେ ସାଉଣ୍ଡ ସିଷ୍ଟମ ଚେଞ୍ଜ କଲୁ। फ्रेंड्स वेलकम टू माय यूट्यूब चैनल जो मैं आपण मैंने तो देखिए तुम पछपट अच्छे बेनम प्रोफेशनल आज आस होम टूर वीडियो होम टूर वीडियो केमती कौन होती निहाती कमेंट माध्यम जनइबे आदि वीडियो टी भल लगे निहाती लाइक कमेंट सब्सक्राइब करे लेट न करी चल देखा होम टूर वीडियो केमती कौन होती निहाती कमेंट माध्यम देवे तो चल जा देखा लेट्स गो। तो नमस्कार जय जगन्नाथ भाई मान वेलकम टू माय यूट्यूब चैनल तो आपण मैंने भल थे आम भल अच्छु तो आपण मैंने थंबनेल देखी तो जानी पारुथिबे आज होची बेनम प्रोफेशनल होम टूर वीडियो तो जहाँकि मुझे देखी बाहर इंटरव्यूसन आमती कौन भिड होती चलन देखा आमने भी आम ओनर रही ओनर को पचारे गणेश पूजा किसी अपडेट अच्छी कि नहीं कौन कौन ना कौन अपडेट आसूसी भाई फास्ट टाइम आसुँच आम चैनल तो केमती कौन भिड होती निहाती कमेंट माध्यम जनइबे आदि भिडियो टी भल लगे तो निहाती लाइक कमेंट सब्सक्राइब चैनल को चैनल को हाइप दे डेरी न करी चलते होम टूर वीडियो स्टार्ट करिया तो आम सामने अच्छी तो भाई आम चैनल को स्वागत तो भाई जय जगन्नाथ ଜୟ ଜଗନ୍ନାଥ केमती कौन अच्छा भाई ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି? ମୁଁ ତ ଭାଇ ଭଲ ଅଛି ତ ଭାଇ ଏଥର ଗଣେଶ ପୂଜାକୁ ଆପଣଙ୍କର କିଛି ଅପଡେଟ୍ ଅଛି କି? ଅପଡେଟ୍ କଲେ ଲାଇଟ୍ ସେକ୍ସନର ମାନେ ହାଲକା ଫୁଲକା ଭିତର ସେକ୍ସନଟା ରହିବ ବାହାର ସେକ୍ସନ ଟିକେ ହାଲକା ଫୁଲକା ଚେଞ୍ଜ ହବ ଦେନ୍ କମ୍ପିଟିସନ ଲେଭେଲର ମାନେ ଯାହା ବି ସାଉଣ୍ଡ ସିଷ୍ଟମ କମ୍ପିଟିସନର ବେସ୍ ଲାଇନ୍ ଚେଞ୍ଜ ହବ ଲାଇନରେ ଚେଞ୍ଜ ହବ ଦେନ୍ ୟୁନିଟ୍ ପ୍ରେସର ଲାଗିବ ତ ଏଗୁଡ଼ା ହିଁ ଚେଞ୍ଜ ହବ। ତ ଆମେ ତ ଭାଇ ଆଗରୁ ଦେଖିଆଛୁ ଭୋକେସନାଲ କମ୍ପିଟିସନ ଏତେ ପ୍ରୋଗ୍ରାମ ହୁଏନି ଆପଣଙ୍କର ନାଇଁ ତ ଯାହାକି ଆପଣ କହିବାକୁ ଗଲେ ରୋଡ ଶୋ ମାନେ କହିବାକୁ ଗଲେ ମ୍ୟାରେଜ ପ୍ରୋଗ୍ରାମ ଯାହା ବି ପ୍ରୋଗ୍ରାମ କରନ୍ତି ମାନେ ବିନା କମ୍ପିଟିସନ ନ କମ୍ପିଟିସନରେ ବି ପ୍ରୋଗ୍ରାମ କରନ୍ତି। ଆଜ୍ଞା ତ ଏଥର ଭାଇ କମ୍ପିଟିସନ ସେଟଅପ ଆଣିବୁନି କଣ? କମ୍ପିଟିସନ କାହିଁକିନା ମାର୍କେଟରେ ପବ୍ଲିକ ହେଉଛନ୍ତି କମ୍ପିଟିସନ ତ ପବ୍ଲିକ ଡିମାଣ୍ଡ ଅନୁସାରେ ଆମେ ଯଦି ଅପଡେଟ୍ ନ ହେବା ତ ଆମକୁ ମାନେ ଆମେ ତ ପଛରେ ରହିଯିବୁ ନା ତ ନିହାତି ଆମକୁ ଯେହେତୁ ସେଟଅପ୍ କରିଛୁ ଆଗକୁ ବଢ଼ିବାର ଅଛି ତ କମ୍ପିଟିସନ କଲେ ହିଁ ପବ୍ଲିକ କହୁଛନ୍ତି କମ୍ପିଟିସନ କଲେ ହିଁ ଆଗକୁ ବଢ଼ିପାରିବ ଅନଲାଇନ୍ ବଢ଼ିପାରିବନି ତ ସେଇ ସିଷ୍ଟମ ଚେଞ୍ଜ କରିବା ପାଇଁ ଆମେ ସାଉଣ୍ଡ ସିଷ୍ଟମ ଚେଞ୍ଜ କଲୁ। ତ ଏଥର ସାଉଣ୍ଡ ସିଷ୍ଟମ ତ କମ୍ପିଟିସନ ସେଟଅପ ଆସୁଛି ନିହାତି ଆଜ୍ଞା ତ କହିବାକୁ ଗଲେ ଆପଣ ଯେତିକି ଏଥର ଲାଇଟ୍ ଉପରେ ନ ଫୋକସ କରିକି କମ୍ପିଟିସନ ଉପରେ ବେଶୀ ଫୋକସ ହଉ ନିହାତି ତ ଭାଇ ମାନେ ଜଲ୍ଦି ଜଲ୍ଦି ଭାଇଙ୍କୁ କଣ୍ଟାକ୍ଟ କରିକି ଗଣେଶ ପୂଜା ପାଇଁ ବୁକିଂ କରନ୍ତୁ ଆଉ ଭାଇ ଆପଣ ମାନଙ୍କ ପାଇଁ ଏଥର କମ୍ପିଟିସନ ସେଟଅପ ବାହାର କରୁଛନ୍ତି ଆଉ କମ୍ପିଟିସନ ସେଟଅପ ରେ କେମିତି କଣ ପ୍ରୋଗ୍ରାମ ରହୁଛି ଆପଣ ମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ ଆଉ ଭାଇଙ୍କ କଣ୍ଟାକ୍ଟ ନମ୍ବର ଆମେ ଡିସ୍କ୍ରିପ୍ସନ ଦେଇଦେବୁ କି ଭାଇଙ୍କ ଠୁ ବି ଶୁଣିକି ପଚାରି ନେବା ଭାଇଙ୍କର ଆଡ୍ରେସ ଲୋକେସନ କଣ ନାହିଁ କଣ ରହୁଛି ସେ ଜିନିଷ ବି ପଚାରିବା ତ ଭାଇ ଆପଣଙ୍କୁ ଯୋଉ ଭାଇ ମାନେ ଗଣେଶ ପୂଜା ପାଇଁ ବୁକିଂ କରିବା ପାଇଁ ଚାହିଁବେ ଆଜ୍ଞା ତ ଆପଣଙ୍କ ଆଡ୍ରେସ ଲୋକେସନ ଆଉ ଆପଣଙ୍କ ନାଁ ଡିଟେଲ୍ସ ଟିକେ ପବ୍ଲିକକୁ ଜଣେଇ ଦିଅନ୍ତୁ। ଆଡ୍ରେସ ହେଲା ଆଟପୋଷ୍ଟ ଖିଣ୍ଡା ହୁଁ ଆମର ତ ଅନୁଗୁଳ ଡିଷ୍ଟ୍ରିକ୍ଟ ଜାଣିଥିବେ ହୁଁ ତ ମୋ କଣ୍ଟାକ୍ଟ ନମ୍ବର ହେଲା 9556005370। ତ ଭାଇ ଆପଣଙ୍କ ନାଁଟା ଟିକେ କହିଦିଅନ୍ତୁ। ମୋ ନାଁଟା ହେଲା ବିମଲ ମୋତେ ସମସ୍ତେ ଦୀପୁ ଭାଇ ବୋଲି ନାଁରେ ଜାଣିଛନ୍ତି। ତ ଭାଇ ଯେମିତିକି ଆପଣ କହିଲେ ତ ଆମେ ଯେତେବେଳେ ଆସିଲୁ ହୋମ ଟୁର ଭିଡିଓ କରିବା ପାଇଁ ତ ଆଜ୍ଞା ଆପଣ ତ ବାହାରେ ଥିଲେ ଆଜ୍ଞା ତ ଆମେ ଆସିଲାକୁ କିଛି ବାହାରଟା ବି ଆପଣଙ୍କର ଦେଖିଲୁ ହୁଁ ଯାହାକି ଆପଣଙ୍କର ବେସ୍ ୱିଥ ଲାଇନରେ କାମ ଚାଲିଛି ଆଜ୍ଞା ତ ସେଇଟା ଏଇ ଗଣେଶ ପୂଜା ପାଇଁ ଚାଲିଛି କି ନାହିଁ କିଛି ମାନେ ଯେତେ ଭାଇ ଏଇ ସାଉଣ୍ଡ ଭାଇ ମାନେ ଅଛନ୍ତି ସେଲ୍ ପ୍ରପୋଜାଲ ଉପରେ ଆପଣଙ୍କର କିଛି ଚାଲିଛି? ନାଇଁ ଗଣେଶ ପୂଜା ପାଇଁ ତ ଚାଲିଛି ତା ବାଦ ବି ମାନେ ଏଇ ପୁରୁଣା ଆଇଟମ ସେଟା ସେଲ୍ ହେଇଯିବ ତ ଆଉ କିଛି କଷ୍ଟମର ଆସୁଛନ୍ତି ମାନେ କଣ କହିଲେ ତାଙ୍କର ବେସ୍ ଲାଇନ୍ ନେବେ ବୋଲି ତ ତାଙ୍କ ପାଇଁ ବି କିଛି କାମ ସେଠି ବି ଚାଲିଛି। ତ କହିବାକୁ ଗଲେ ଆପଣଙ୍କ ମତଲବ ଯେ ଆପଣଙ୍କ ମାନେ ଯାହା ବି ଗାଡିରେ ଜିନିଷ ଲାଗିବ ଗଣେଶ ଆଜ୍ଞା ପୂଜା ପାଇଁ କାମ ଚାଲିଛି କାମ ଚାଲିଛି ଉଇଥି ଯୋଉ ଭାଇ ମାନେ ବି ନବା ପାଇଁ ଚାହିଁବେ ତାଙ୍କ ପାଇଁ ବି ଚାଲିଛି। ତ ଭାଇ ଯଦି ବି ଯୋଉ ଭାଇ ମାନେ ଆପଣଙ୍କଠୁ ଆସିକି ନିଅନ୍ତି ଆଜ୍ଞା ମାନେ ଜିନିଷ ନିଅନ୍ତି ବେସ୍ ହଉ କି ଲାଇନରେ ହଉ ତ ଆପଣ ମାନେ ଚାହିଁଲେ ଆପଣ ଯଦି କହନ୍ତି ଭାଇ ଆପଣ ନିଜେ ଆସି ଆପଣ ପ୍ୟାଚଅପ୍ କରନ୍ତୁ ବୋଲି ତ ଆପଣ ଯାଇକି ନିଜେ ପ୍ୟାଚଅପ୍ ହଁ କରିବେ? ଆମର ଭାଇ ଅଛନ୍ତି ଆମର ତାଙ୍କ ଡିଜେ ଗୁଟୁ ସେ ହିଁ ପ୍ୟାଚଅପ୍ ଆମର କହନ୍ତି ଆମର ମାଷ୍ଟର ମାଇଣ୍ଡ ସେ ହିଁ ତ ସେ ହିଁ ପ୍ୟାଚଅପ୍ ମାନେ ଫ୍ରି ଅଫ୍ କଷ୍ଟରେ ଆମର ଯାହା ବି ଆମର ଯିଏ ଜିନିଷ ନେଲା ତାଙ୍କୁ ଆମେ ପ୍ୟାଚଅପ୍ ପାଇଁ ପ୍ରୋଭାଇଡ କରୁ। ତ ଭାଇଙ୍କୁ ଜଲ୍ଦି ଜଲ୍ଦି କଣ୍ଟାକ୍ଟ କରନ୍ତୁ ଆଉ ଯଦି ଆପଣଙ୍କର ଗଣେଶ ପୂଜା ପାଇଁ ବେସ୍ ୱିଥ ଲାଇନର ଦରକାର ତ ଭାଇକି କଣ୍ଟାକ୍ଟ କରିକି ଜିନିଷ ନେଇପାରିବେ। ଆଉ ଭାଇ କେତେ କଣ ବଜେଟ ରହୁଛି ସେ ମାନେ ବେସ୍ ଉପରେ ହଉ ଲାଇନର ଉପରେ? ବେସ୍ ଦେଖନ୍ତୁ ବଜେଟ ତ ଏମିତି କହିହବନି କାହିଁକିନା ଯେହେତୁ ଏଇଟା ବେପାରର କଥା ତ ଯୋଉ ଭାଇ ଆସିବେ ଫ୍ରି ମାଇଣ୍ଡରେ ଆସିବେ ତାଙ୍କର ଯାହା ବି ବଜେଟ ଅଛି ଆମକୁ ପୁରା ଫ୍ରିଲି କହିବେ
ଯଦି ସେଇ ଭିତରେ ହବ ନହେଲେ ଆମେ ବି କିଛି ମାନେ ଆମ ହିସାବରେ ଆମେ କହିବୁ। ତ ଦି ଜଣ ଯାକ କଥା ହେଇ ବସିଲାଠୁ କଥା ହେବା, ତାପରେ ଯାହା ଜିନିଷ ନେବା କଥା ନେବେ। ତ ଭାଇଙ୍କଠୁ ତ ଜଲ୍ଦି ଶୁଣିଲେ, ତ ଆପଣମାନେ ଜଲ୍ଦି ଜଲ୍ଦି ଆସନ୍ତୁ କି ଭାଇକି କଣ୍ଟାକ୍ଟ କରିକି ଫ୍ରି ମାଇଣ୍ଡରେ କଥା ହେଇପାରିବେ। ଆଉ ଭାଇଙ୍କ ବଜେଟ୍ କେମିତି କ'ଣ ଲାଗୁଛି ଆପଣମାନେ ଭାଇଙ୍କ ବଜେଟ୍ ଅନୁସାରେ ବି ବୁକିଂ କରନ୍ତୁ। ତ ଭାଇ ଆପଣମାନଙ୍କ ପାଇଁ ବି ଜିନିଷ ନେଲେ ଆପଣମାନଙ୍କ ପାଇଁ ଫ୍ରି ଅଫ୍ କଷ୍ଟ ତାଙ୍କର ପ୍ୟାଚଅପ୍ ବି ଅଛି। ତ ପ୍ୟାଚଅପ୍ କରିଯିବେ ଆମର ଗୁଡୁ ଭାଇ। ଆଉ ଗୁଡୁ ଭାଇଙ୍କ ପ୍ୟାଚଅପ୍ କେମିତି କ'ଣ ଲାଗୁଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଭାଇ ଯେମିତିକି ତ ଆପଣ ଗଣେଶ ପୂଜା ଅପଡେଟ୍ ଦେଲେ, ଆଉ ଆଜ୍ଞା। ବେସ୍ ଲାଇନ୍ ଉପରେ ବି ଆପଣ ଯାହା ବି କାମ ହଉଥିଲା କହିଦେଲେ। ତ ଭାଇ ଏଥର ଯୋଉ ଗଣେଶ ପୂଜାକୁ କମ୍ପିଟିସନ ସେଟଅପ୍ କାଢୁଛନ୍ତି, ତ ଏ କମ୍ପିଟିସନ ସେଟଅପ୍ରେ କେତେ କ'ଣ ଆମର କହିବାକୁ ଗଲେ ୟୁନିଟ୍ ମେଜରମେଣ୍ଟ ଲାଗିବାର ଅଛି? ଆମର ୟୁନିଟ୍ ମେଜରମେଣ୍ଟ ଆମର ଆଭରେଜ ସେଇ 150 ପିସ୍ ଲାଗିବାର ମାନେ ଆଭରେଜ ଅଛି। ମାନେ ପ୍ରେସର ମିଟ୍। ପ୍ରେସର ମିଟ୍ ୱିଥ୍ ୟୁନିଟ୍। ଖାଲି ପ୍ରେସର ମିଟ୍ ଦେଲେ ମାନେ କ'ଣ କଲେ ବଜେଟ୍ ବାହାରି ଯାଉଛି। ଦୁଇରେ କ'ଣ କଲେ ଖାଲି ପ୍ରେସର ମିଟ୍ଟା କାମ ଦେଲା, କାରଣ ପ୍ରେସର ମିଟ୍ର କାମ ହେଉଛି ଦୂରକୁ ଫିଙ୍ଗି, ଆଉ ମାନେ ପାଖଟା ଗଲେ ୟୁନିଟ୍ କିଛି ଲାଗିବା ଦରକାର। ତ ୟୁନିଟ୍ ପ୍ରେସର ମିଶିକି ଆମେ 150 ପିସ୍ ଲାଗିବ। ତ ଭାଇ ଯେମିତିକି ଆପଣ କହିଲେ ତ ବାହାରକୁ ସର୍ଭିସ୍ ଦେବା ପାଇଁ ମାନେ ସବୁ ଲୋକଙ୍କୁ ମାନେ ପ୍ୟାଚଅପ୍ ପାଇଁ ଗୁଡୁ ଭାଇ। ଆଜ୍ଞା। ତ ଆପଣଙ୍କର ମାନେ ଯୋଉ ଡିଜେ ଭେନମ୍ ପ୍ରୋଫେସନାଲରେ କିଏ ପ୍ୟାଚଅପ୍ କରୁଛନ୍ତି, ସେ ଗୁଡୁ ନାଇଁ ଭାଇ ନା ନିଜେ, ଅଲଗା କିଏ? ନାଇଁ ଗୁଡୁ ଭାଇ ନିଜେ ଆମର ଆଗରୁ କରୁଥିଲେ, ଅଛନ୍ତି ବହୁତ ବହୁତ ମାନେ ପ୍ୟାଚଅପ୍ କରି ଆସନ୍ତି। କିନ୍ତୁ ମୋତେ ସାଟିସ୍ଫାକ୍ସନ୍ ଲାଗେନି କିଛି, କାହିଁକିନା ମୁଁ ଷ୍ଟାର୍ଟିଂରୁ ଯେତେବେଳେ ମାନେ ଷ୍ଟାର୍ଟ କଲି ଡିଜେ, ତ ସେତେବେଳେ ଗୁଡୁ ଭାଇ ସେ ତାଙ୍କର ବାହାରକୁ ପଢିବା ପାଇଁ ଯାଇଥିଲେ ଭାରି। ତ ସେ ଆସିବା ପଢିବା ପାଇଁ ଯେତେବେଳେ ଯାହା ଯାଇଥିଲେ, ତ ପ୍ୟାଚଅପ୍ କରିବା ପାଇଁ ବାହାର ଲୋକ ଡାକିଲି, ମୋ ନିଜର ମାନେ ସାଟିସ୍ଫାକ୍ସନ୍ ହେଲାନି। ବେସ୍ ଲାଇନ୍ ଉଡେଇଲା, ମେସିନ୍ ପ୍ରୋବ୍ଲେମ୍ ହେଲା। ତ ସେଥିଲାଗି ସେ ଗୁଡୁ ଭାଇ ନିଜେ ଆମର ଷ୍ଟାର୍ଟିଂ କରୁଛନ୍ତି। ତ ଏଇନେ ତ ଭାଇ ଆପଣଙ୍କ ପାଖରେ ଗୁଡୁ ଭାଇ ଅଛନ୍ତି କି ନାହିଁ? ନା, ସେ ଏବେ ତ ଆମର ପ୍ରୋଗ୍ରାମ ନାହିଁ। ତ ଯେହେତୁ ପ୍ରୋଗ୍ରାମ ନାହିଁ, ସେ ଏବେ ତାଙ୍କ ଘର କାମରେ ଯାଇଛନ୍ତି, ଘରକୁ ଯାଇଛନ୍ତି। ପ୍ରୋଗ୍ରାମ ହେଲେ ପୁଣି ଆସିବେ। ମାନେ ଯୋଉ ଭାଇ ବି ଧର ଆପଣ ଗୋଟେ ଜିନିଷ ନେଲେ ପ୍ୟାଚଅପ୍ ଟାଇମରେ ସେ ଆସିକିନା ଆସିକି ପହଞ୍ଚିପାରିବେ। ପ୍ୟାଚିଂ କରିଦେବ। ତ ଭାଇ ଯାହାବି ଆପଣ କହିଲେ, ତ ଭାଇ ଆପଣ ଏଇ ଡିଜେ ସେଟଅପ୍ କେବେଠୁ କ'ଣ ଷ୍ଟାର୍ଟ କରିଥିଲେ? ଡିଜେ ସେଟଅପ୍ ମୁଁ 2023 ମସିହାରେ ଷ୍ଟାର୍ଟ କରିଥିଲି। ଏଇ ବର୍ଷ ଗଣେଶ ପୂଜାକୁ ମୋର 3 ବର୍ଷ ହେଇଯିବ। ତ ଚାଲିଛି ଏବେ ସେମିତି। ତ ଯେମିତିକି ଭାଇ କହିଲେ 2 ବର୍ଷ ଷ୍ଟାର୍ଟ, ତା 3 ବର୍ଷ ହେଲା। 3 ବର୍ଷ ହେଲାଣି। ତ ଆଗରୁ କ'ଣ କରୁଥିଲେ, ଜବ୍ କରୁଥିଲେ କି ନା ଅଲଗା ଆଗରୁ ବିଜନେସ୍? ମୁଁ ମୋର ବିଟେକ୍ ସରିଲା ପରେ ମୁଁ ଜବ୍ କରିଥିଲି, ତାପରେ ଛାଡ଼ିକି ନିଜେ ବି କମ୍ପିଟେଟିଭ୍ ଲାଇନ୍ ଥିଲି। ତ କମ୍ପିଟେଟିଭ୍ ଲାଇନ୍ ଛାଡ଼ିକି ମୋ ବଡ଼ ଭାଇଙ୍କର ଯେତେବେଳେ ଡେଥ୍ ହେଇଗଲା, ତ ଘରେ ନିହାତି ଜଣେ ମାନେ ପୁରୁଷ ଲୋକ ଦରକାର। ତ ସେଥିଲାଗି ନିଜେ କ'ଣ ଗୋଟେ ବିଜନେସ୍ କରି ମାଇଣ୍ଡରେ ଭରିକି, ମୋ ଗୋଟେ ଭାଇ ଥିଲା। ତ ମୁଁ ସବୁବେଳେ ସେ ମୋତେ ଡିଜେ ଉପରେ କହେ, ତାପରେ ମୁଁ ବି ବାହାରେ ଦେଖେ ଡିଜେ ଗୁଡ଼ାକ ମାନେ ଏମିତି ଦେଖେ। ତ ସେଇଠୁ ଇନ୍ସପାୟାର ହେଇକି ନିଜେ ଏଠୁ ଭାବିଲି ମାନେ ଡିଜେ ସିଷ୍ଟମ୍ଟା କରି ଆଉ। ତ ଭାଇ ତ ଚାହିଁଥିଲେ ଆପଣ ମାନେ ଯେତେବେଳେ ବି ଜବ୍ ଛାଡ଼ିନା ଘରେ ତ ଥାଏ ମାନେ ରହିକି କିଛି ବିଜନେସ୍ କରିପାରିଥାନ୍ତେ। ଆଜ୍ଞା। ତ କିନ୍ତୁ ସାଉଣ୍ଡ ଲାଇନରେ କ'ଣ ପାଇଁ ଏମିତି କଲେ? ସାଉଣ୍ଡ ଲାଇନ୍ଟା କାହିଁକିନା ମୋତେ ମ୍ୟୁଜିକ୍ଟା ବହୁତ ପସନ୍ଦ। କାରଣ ମୁଁ ଯେତେବେଳେ ବି ମାନେ ପାଠ ପଢ଼େ, ପାଠର ଯଦି ଛାଡ଼ି ପାଠ ମାନେ ସରିଲା ପରେ ମୁଁ ମ୍ୟୁଜିକ୍ଟା ଶୁଣେ। ତ ମ୍ୟୁଜିକ୍ ଲାଇନ୍କୁ ଯେହେତୁ ଇନ୍ସପାୟାର ହେଇକି ଆସିଲି, ତ ସାଉଣ୍ଡ ସିଷ୍ଟମ୍ଟା ମୋତେ ଭଲ ଲାଗେ। ମୁଁ ଯେତେ ବି ଦେଖେ, ପ୍ରୋଗ୍ରାମ ଗୁଡ଼ା ଦେଖେ, ଭଲ ଲାଗେ। ତ ସେଥିଲାଗି ମୁଁ ଇନ୍ସପାୟାର ହେଇକି ଡିଜେ ସିଷ୍ଟମ୍ ଆସିଲି। ତ ଭାଇ ଯେବେଠୁ ଷ୍ଟାର୍ଟ କଲେ ଭାଇ ଗଲେ, ଆଜ୍ଞା। ତ ସେଇ ଟାଇମରେ ଆପଣ ଏଇ ଯୋଉ ଗାଡ଼ି ଅଛି ସେଇ ଗାଡ଼ିରେ ଷ୍ଟାର୍ଟ କରୁଥିଲେ? ହଁ, ଏଇଟା ହିଁ ମୁଁ ନୂଆ କିଣିଥିଲି। ଏଇ ଗାଡ଼ି ହିଁ ଚାଲିଛି। ଆଉ ସେଇ ଟାଇମରେ କେମିତି କ'ଣ ଷ୍ଟାର୍ଟ କଲେ ତଥାପି ଆପଣଙ୍କ? ସେଇଟା ଷ୍ଟାର୍ଟ କଲି କ'ଣ ମାନେ ସଡନ୍ଲି, ମାନେ କାହାକୁ ମୁଁ ପଚାରିନଥିଲି। ସେ ମାଷ୍ଟର ମାଇଣ୍ଡ ନିଜେ ଭାବିକିରି ମାନେ ବାହାରୁ ଆଣି ପକେଇଥିଲି ରାୟପୁରରୁ। ତ ରାୟପୁର ଜିନିଷ ଆସିଲା ପରେ ସେ କିଛି ଫେଲ୍ ହେଇଗଲି। ତାପରେ ଫେଲ୍ ହେଲା ପରେ ବହୁତ ମାନେ ନିଜେ ନିଜେ ମାନେ ବହୁତ ଭାଙ୍ଗି ପଡ଼େ ସିଷ୍ଟମ୍, କାହିଁକିନା ଅନୁଗୁଳ ସେଟଅପ୍ ଅନୁସାରେ ଆମର ଯେମିତି ବାଜିବା କଥା, ତ ସେ ସେଟଅପ୍ ସେଠି ବାଜିଲାନି। ତ ନିଜେ ନିଜେ ଭାଙ୍ଗି ପଡ଼ିଲି। ତାପରେ ଧୀରେ ଧୀରେ ସେ ସିଷ୍ଟମ୍ ଚେଞ୍ଜ କଲି, ବେସ୍ ଲାଇନ୍ ଚେଞ୍ଜ କଲି, ଲାଇନେରୀ ଚେଞ୍ଜ କଲି। ତ ଧୀରେ ଧୀରେ ଚେଞ୍ଜ କଲା ପରେ ତାପରେ ଗୁଡୁ ଭାଇ ମୋ ସହିତ ମାନେ ମିଟ୍ ହେଇଗଲେ। ଦେଖ ଭାଇ ପାଠ ପାଠ ପଢ଼ିକି ଆସିଲେ ଭାରି। ତ ଆସିଲା ପରେ ସେ ସେଠୁ ମାନେ ତାଙ୍କ ମାଷ୍ଟର ମାଇଣ୍ଡରେ ଆମେ ନିଜେ ବେସ୍ ଲାଇନ୍ ଚେଞ୍ଜ କଲୁ। ଲାଇନେରୀ ବି ନିଜେ ତାଙ୍କ ମାନେ ନିଜେ ସେତେବେଳେ କଷ୍ଟମାଇଜ୍ ଲାଇନ୍ ଥିଲା, ଏବେ ତ ନିଜେ ମାନେ ଅରିଜିନାଲ୍ ଲାଇନ୍ ଲାଗିଛି। ସେତେବେଳେ କଷ୍ଟମାଇଜ୍ ଲାଇନ୍ରେ ଲାଗିଥିଲା। ତ ସେଇ ଅନୁସାରେ ଧୀରେ ଧୀରେ ଏବେ ଚାଲିଛି। ତ ଭାଇ ଯାହାବି ଆପଣ କହିଲେ, ତ ଭାଇ ଏଇ ଯୋଉ ଡିଜେ ସେଟଅପ୍ କାଢିଲେ ଯୋଉ ଟାଇମରେ, ତ ଆଜ୍ଞା। ସେଇ ଟାଇମରେ ଆପଣଙ୍କର ଯାହାହେଲେ ବି ଚାହିଁଥିଲେ ତ ଅଲଗା ନାମ ରଖିପାରିଥାନ୍ତେ। ତ ସେଇ ଟାଇମରେ ଆପଣ କ'ଣ ପାଇଁ ଭେନମ୍ ପ୍ରୋଫେସନାଲ ରଖିଲେ? ଚାହିଁଥିଲେ ତ ଅଲଗା କିଛି ନାଁ ରଖିପାରିଥାନ୍ତେ, ଆପଣଙ୍କ ନାଁରେ ବି ରଖିପାରିଥାନ୍ତେ। ହଁ, କାହିଁକିନା ମୁଁ ସବୁବେଳେ ୟୁନିକ୍ଟାକୁ ପସନ୍ଦ କରେ। ଯାହା ବି କରିବି ୟୁନିକ୍ କରିବି। ତ ୟୁନିକ୍ କରିବା ଅନୁସାରେ ତ ନିଜ ନାଁ ପ୍ରାୟତଃ ଦେଖୁଛି ନିଜ ନାଁ ଅନୁସାରେ ଦେଉଛନ୍ତି, କି ନିଜ ପିଲା ଛୁଆ ଅନୁସାରେ ନାଁ ଅନୁସାରେ ଦେଉଛନ୍ତି। ତ ସେଇଟାକୁ ମାନେ ମୁଁ ଭାବିଲି ଯେ ନିଜ ମାନେ ଅଲଗା ନାଁ। ମୁଁ ତାପରେ ଭେନମ୍ ମୁଭିଟା ବହୁତ ଭଲ ପାଏ। ମୋର ସାନ ଭାଇ ଗୋଟେ ସିପୁ, ସେ ମାନେ ଭେନମ୍ ମୁଭି ତାର ମୋର ଯେତେବେଳେ ପଢ଼ିଲା ବେଳେ ଦେଖୁ, ତ ସିଏ ସେଠୁ କହିଲା ଭାଇ ଭେନମ୍ ନାଁଟା ଦେବା। ମୁଁ ବି ଭଲ ଲାଗିଲା ଭେନମ୍ ନାଁଟା। ତ ଲୋକଙ୍କୁ ବି ପସନ୍ଦ ଆସିଛି, ଭେନମ୍ ନାଁଟା ପସନ୍ଦ ଲାଗେ। ତ କହିବାକୁ ଗଲେ ଏଇ ଯୋଉ ଭେନମ୍ ନାଁଟା ଦେଇଛି ମୁଭିରୁ ଦେଖିକି ଇନ୍ସପାୟାର ଇନ୍ସପାୟାର ହଁ। ହେଇକି ତ ଦେଇଛନ୍ତି ନାଁଟା ଭେନମ୍। ଆଜ୍ଞା। ତ
ତ ଭାଇ ଯାହାବି ଆପଣ ତ କହିଲେ ଭେନମ ପ୍ରଫେସନାଲ ହୁଁ। ତ ଭାଇ ଆମେ ଯେତେବେଳେ ଆସିଲୁ ଆଜି ଦେଖିଲୁ ଯେ ଭେନମ ପ୍ରଫେସନାଲ ଚେଞ୍ଜ ହେଇକି ଭେନମ କିଙ୍ଗ ହେଇଯାଇଛି ତ ହଁ କଣ ପାଇଁ? ଫାଷ୍ଟ ବର୍ଷ ମୋର ଥିଲା ଭେନମ ପ୍ରଫେସନାଲ କାହିଁକିନା ମୁଁ ସେତେବେଳେ ପ୍ରଫେସନାଲ ହିସାବରେ ମାନେ ଭାବିଥିଲି ପ୍ରଫେସନାଲ ହିସାବରେ ତ ଦେଖିଲି ସମସ୍ତେ ସେଇ ନାଁଟା ପ୍ରଫେସନାଲ ପ୍ରଫେସନାଲ ୟୁଜ୍ ହେଉଛି ତାପରେ ଭେନମ ହେଉଛି ଆମର କ'ଣ କହିଲେ ମାନେ କୌଣସି ଇନସେକ୍ଟ ହଉ ସ୍ନେକ୍ ହଉ ତାର ମାନେ ବିଷଟାକୁ ଆମେ ଭେନମ କୁହାଯାଏ ତ ଆମର ବିଷ ହିସାବରେ ତାକୁ ଯଦି ଆମେ ସାପଟାକୁ ତ କିଙ୍ଗ ବେଲ୍ ଭାବୁ ତ ସେଇଥିପାଇଁ ଆମେ ତାକୁ କିଙ୍ଗ ଦେଲି। ତ କହିବାକୁ ଗଲେ ଯାହାକି ଆମର ସାପ ଅନୁସାରେ ଯାହାକୁ ସେଇଥିପାଇଁ କିଙ୍ଗ ହଁ ଦିଆ ତ ଭାଇ ଯେମିତିକି ଆପଣ କହିଲେ ଗଣେଶ ପୂଜାକୁ ଆପଣଙ୍କର ହାଲକା ଫୁଲକା ଚେଞ୍ଜ ହଉଛି ଆଜ୍ଞା। ତ କହିବାକୁ ଗଲେ ଆପଣଙ୍କର ପୁରା ସେଟଅପ୍ କେବେ କଣ ଚେଞ୍ଜ ହବାର ପ୍ଲାନ୍ ଅଛି? ପୁରା ସେଟଅପ୍ କହିଲେ ସେମିତି ସରସ୍ୱତୀ ପୂଜା ପୁରା ଫୁଲ ସେଟଅପ୍ ଚେଞ୍ଜ ହେବ ବ୍ୟାକ୍ ସାଇଡ୍ ଡିଜାଇନ ଯାହା ବି ଚେଞ୍ଜ ହେବ ସରସ୍ୱତୀ ପୂଜାକୁ ଚେଞ୍ଜ ହେବ। ତ ସେଇ ଟାଇମରେ ଏଇ ଗାଡି ଥିବ ନା ଗାଡି ସେଲ୍ ଯାଇଥିବ? ଦେଖାଯାଉ କ'ଣ ହେଉଛି ବର୍ତ୍ତମାନ କଷ୍ଟମର ଆସିକି କିଛି ଦେଖିକି ଯାଇଛନ୍ତି ଗାଡ଼ିକି ମାନେ ବଜେଟ୍ ଫିକ୍ସ କରି ଯାଇଛନ୍ତି ତ ଗଣେଶ ପୂଜା ପରେ ମେ ବି ତାକୁ ଛାଡ଼ି ଦେଇପାରେ। ତ କହିବାକୁ ଗଲେ ଭାଇମାନେ ଯଦି ଆସିକିନା ଅଲରେଡି ସେଟଅପ୍ ଥିବ ତ ସେଇ ସେଟଅପ୍ଟା ଆମେ କାଢ଼ିକି ମାନେ କାଢ଼ିକି ବ୍ୟାକ୍ ସାଇଡ୍ ଡିଜାଇନ ଚେଞ୍ଜ କରିବୁ ତ ଯଦି ସେଟଅପ୍ ହେଲା ତ ଗାଡ଼ି ଟୋଟାଲ ଅଲ୍ ଚେଞ୍ଜ ହେବ। ତ ଯାହାକି କହିବାକୁ ଗଲେ ଥର ଭାଇ ଗଣେଶ ପୂଜା କେତେ କଣ କଲ୍ ରଖିଲେଣି? ଗଣେଶ ପୂଜାରେ ଆମର ହେଇଗଲାଣି 10ଟା କଲ୍ ହେଇଗଲାଣି ତ ଅଛି ତ ଆହୁରି 2 ମାସ ଅଛି ଦେଖାଯାଉ କ'ଣ ହେଉଛି ପ୍ରାୟତଃ କମ୍ପିଟିସନ୍ କଲ୍ ଗୁଡ଼ା ଆଗେ ରଖାହେଉଛି ସିଙ୍ଗଲ ପ୍ରୋଗ୍ରାମ ସେତେ ଧରା ହେଇନି କମ୍ପିଟିସନ୍ କଲ୍ ଗୁଡ଼ା ସବୁ ଧରି ଦିଆଯାଇଛି। ତ ଭାଇ ଆମେ ବି ଯାହାକି ଜାଣିଛୁ ଆପଣଙ୍କ ଏରିଆରେ କହିବାକୁ ଗଲେ ବନ୍ତଳା ମାର୍କେଟରେ କମ୍ପିଟିସନ ପ୍ରୋଗ୍ରାମ କଲେ ଆପଣ ତ ନିଜେ ଜାଣିଥିବେ ଆଜ୍ଞା ଆଜ୍ଞା ଯାହାକି ସେଇ ଜାଗାରେ ଆପଣଙ୍କୁ ମାନେ ଅନୁଗୁଳ ଯେତେ ବଡ ବଡ ସେ ଡିଜେ ସେଟଅପ୍ ଅଛନ୍ତି ଆଜ୍ଞା ସେଇ ଜାଗାରେ ଆପଣ ରୁହନ୍ତି ଆଜ୍ଞା ଆଉ ଆପଣ ବି ରୁହନ୍ତି ସେମାନେ ବି ରୁହନ୍ତି ଆପଣ ରୁହନ୍ତି ତ ସେଇ ଜାଗାରେ କମ୍ପିଟିସନ ଯାଇକି ରୋଡ ଶୋ କସିଂରେ ସେଇ ହୁଁ ଟାଇମରେ କମ୍ପିଟିସନ ହୁଏ ଆଜ୍ଞା ଆଉ ଏମିତିରେ ତ ପଡିଆ ଉପରେ ହୁଏନି ନାଇଁ କମ୍ପିଟିସନ କିନ୍ତୁ ସେଇ ରୋଡ ଶୋ ଟାଇମରେ ଆପଣ କମ୍ପିଟିସନ କରିବେ କି କରିନାହିଁ? ନିହାତି କମ୍ପିଟିସନ୍ ଦେଖନ୍ତୁ ଆମକୁ ଯଦି କଷ୍ଟମର କମ୍ପିଟିସନ୍ ହିସାବରେ ନେଉଛନ୍ତି ଆମେ କମ୍ପିଟିସନ୍ ନିହାତି କରିବୁ କାହିଁକିନା ସିଏ ଆମକୁ ଫ୍ରଣ୍ଟ ବାଲା ଯଦି କହିବେ ଆମକୁ ଟ୍ରାକ୍ ମାରିଲା ତ ଆମେ କାହିଁକି ଛାଡ଼ିବୁ ଆମେ ବି ମାନେ ସେ ନ ହଟିବା ଜାଗା ଆମେ ବି ହଟିବୁ ନାହିଁ। ତ ଥର କହିବାକୁ ଗଲେ ଆପଣ ବନ୍ତଳାରେ କମ୍ପିଟିସନ କରିବେ? ବନ୍ତଳାରେ ମୁଁ ଏଥର ପ୍ରୋଗ୍ରାମ ରଖିନି କାହିଁକିନା ମୋ ଡେଟ୍ରେ ଫାଇନାଲ୍ ହେଇପାରିଲାନି ତ ମୁଁ ଅଲଗା ସେଟ୍ ରଖିଦେଲି ପ୍ରୋଗ୍ରାମ ତ ସେଇ ଡେଟ୍ଟା ମୋର ମାନେ ବନ୍ତଳା ପାଇଁ ରହିପାରିଲାନି ତ ବନ୍ତଳା ମୁଁ ଏଥର ରଖିନାହିଁ। ତ ଆପଣ ଏଥର ବନ୍ତଳା କଲ୍ ରଖିନାହାନ୍ତି? ନାଇଁ ତ ଭାଇ ମାନେ ଆପଣ ମାନେ ଯେମିତି କି ବନ୍ତଳାର ଗୋଟେ ପୋଷ୍ଟର ଦେଖିଥିଲେ ଯାହାକି ଭେନମ ମ୍ୟୁଜିକ୍ ଅଛି ବୋଲି ତ ଭେନମ ପ୍ରଫେସନାଲ ବି ତାଙ୍କର ଆଉ ଏଥର ଭେନମ କିଙ୍ଗ ହେଇଯାଇଛି ତ ସେଇ ଭେନମ କିଙ୍ଗ ଏଥର କହିବାକୁ ଗଲେ ବନ୍ତଳା ମାର୍କେଟରେ ନାହିଁ ଆଉ ଯୋଉ ଜିନିଷ ଟି ଆପଣ ଦେଖିଛନ୍ତି ପୋଷ୍ଟରରେ ସେ ଜିନିଷଟା ଅଛି ଫେକ୍ ତ ସବୁ ଭାଇ ମାନଙ୍କୁ ଅନୁରୋଧ ଯେ ପୋଷ୍ଟରରେ ଭାଇ ଯୋଉ ଦଉଛନ୍ତି ସେ ଜିନିଷ ହଉଛି ଫେକ୍ ଭାଇ ଯୋଉ ଭାଇ ମାନେ ବି ଦଉଛନ୍ତି ତ ଟିକେ ଭାଇ ସବୁ ଡିଟେଲ୍ସ ବୁଝିକି କଣ କଣ ସେଟଅପ୍ ରହୁଛି ସେ ଜିନିଷ ବୁଝିକି ନିହାତି ଦିଅନ୍ତୁ ଆଉ ସବୁ ଭାଇ ମାନଙ୍କୁ ମୋର ଏଇଟା ରିକ୍ୱେଷ୍ଟ କାରଣ ଭାଇ ଆପଣ ଯଦି ସେଇ ଜିନିଷ ଦଉଛନ୍ତି ତ ଭାଇ ଆପଣ ଯାହା ବି ସେଟଅପ୍ ଦଉଛନ୍ତି ଲୋକଙ୍କର ଆଶା ଯେ ଭାଇ ଏଇ ସେଟଅପ୍ ଅଛି ଆମେ ଯିବୁ ଦେଖିବୁ ବୋଲି ତ ଭାଇଙ୍କର ସେ ଜାଗାକୁ ଆସିଲା ପରେ ଯଦି ସେଇ ସେଟଅପ୍ ନଥିବ ତ ଭାଇଙ୍କର ଗୋଟେ ଯେମିତିକି ମନ ଭାଙ୍ଗିଯିବ ସେମିତି ଆପଣ ମାନେ କେବେ କରନ୍ତୁ ନାହିଁ ତ ଏଇଟା ହଉଛି ଭାଇ ମୋର ରିକ୍ୱେଷ୍ଟ ସବୁ ଗଲେ ତ ଆଜ୍ଞା ଭାଇ ଏଥର ଆସୋସିଏସନ ନିୟମ ଅନୁସାରେ ଆପଣ ମାନେ ଚାଲିବେ ନା ଅଲଗା କଣ ଚାଲିବ ପ୍ରୋଗ୍ରାମ ହବ? ଦେଖନ୍ତୁ ଭାଇ ଆମେ 2 ବର୍ଷ ହେଲାଣି ମୁଁ ସେଟଅପ୍ କରିବାଠୁ ମୁଁ ଆସୋସିଏସନ୍ ଯେତିକି ନିୟମ ଥିଲା ଭିତରେ ସେଟଅପ୍ରେ ଯେଉଁ ୟୁନିଟ୍ ଏସ୍ 20 ଗୋଟି ଲାଇନେରୀ ମୋର ତ 2 ଗୋଟି ଲାଗିଥିଲା 6 ଗୋଟି ଲାଇନ୍ ଅଛି ମୁଁ 2 ଗୋଟି ଲଗେଇଥିଲି ତ ସେତିକିରେ ମୋର ଚାଲିଥିଲା 2 ବର୍ଷ ହେଲାଣି କିନ୍ତୁ ଲୋକମାନଙ୍କର ଡିମାଣ୍ଡ ଅନୁସାରେ ସବୁ ଲୋକମାନଙ୍କୁ ମାନେ ପରଫର୍ମାନ୍ସ ଦିଆହେଉଛି କିନ୍ତୁ ଜାଗା ଉପରେ ଗଲାକୁ କହୁଛନ୍ତି ତମେ କାହିଁ ଲଗଉନ ତ ଲୋକଙ୍କର ସୋଦାଟା ଶୁଣିବାକୁ ପଡ଼ୁଛି ଆମକୁ ସୋଦା ପଡ଼ୁଛି ତ ଯେହେତୁ ଲୋକମାନେ ଚାହୁଁଛନ୍ତି ଲଗାଅ ତ ଆସୋସିଏସନ ବି କିଛି ମାନେ ୟା ଖିଲାଫରେ ଯାଉଛି ମାନେ ଆସୋସିଏସନ କିଛି କରିପାରୁନାହିଁ ତ ନିହାତି ଆମେ ବି ଏଇ ବର୍ଷ ଗଣେଶ ପୂଜାକୁ ଆମ ଦମ ଅନୁସାରେ ଆମେ ଜିନିଷ ଲଗେଇବୁ। ତ ଯେତିକି ପାରିବେ ସେତିକି ଆଜ୍ଞା ତ ଯଦି ଭାଇ ଗଣେଶ ପୂଜା ପୂର୍ବରୁ ଯଦି ଆସୋସିଏସନ ନିୟମ ଯଦି କଣ ଆସିଲା ହୁଁ ତ ତାକୁ ଫଲୋ କରିବେ କି ନାହିଁ? ନିହାତି ଦେଖନ୍ତୁ ଆମେ ଆସୋସିଏସନକୁ ଆମେ ରେସପେକ୍ଟ କରୁ କାହିଁକିନା ତାଙ୍କ ନିୟମରେ ଆମେ ବନ୍ଧା ଯେହେତୁ ତାଙ୍କ ସେ ଯଦି ଅଲଗା ମାନେ ଆମର ଅପୋଜିଟ୍ ସେଟଅପ୍ କି କୌଣସି ସେଟଅପ୍ ସେ ଯଦି ନିୟମ ଭାଙ୍ଗିଲା ତ ଆମେ ସେଇ ନିୟମ ରହିକି କ'ଣ କରିବୁ ଆମେ ତ ପ୍ରୋଗ୍ରାମ ପାଇବା ଲସ୍ ଯିବ ନା ତ ଆମେ ବି ସେ ଯଦି ଭାଙ୍ଗିଲେ ତ ଆମେ ବି ଭାଙ୍ଗିବୁ ତ ସେମାନେ ଯଦି ରହିଲେ ତ ଆମେ ନିହାତି ଆମେ ବି ରହିବୁ। ତ ଦର୍ଶନ ଭାଇ ଯାହାବି ଆପଣ ଅପଡେଟ୍ ଦେଲେ ତ ଆପଣ ଭାଇ ଗଣେଶ ପୂଜା ଫାଷ୍ଟ କଲ୍ କୋଉଠି ଜାଗା ରଖିଛନ୍ତି? ଗଣେଶ ପୂଜା ଫାଷ୍ଟ କଲ୍ ଆମର ଅଛି ବାଗିଡ଼ିଆ। ବାଗଡିଆ ଆଜ୍ଞା ଫାଷ୍ଟ କଲ୍ ହୁଁ ଆଉ ଭାଇ ତା ଆଗରୁ କୋଉଠି ଅଛି ତା କି ନାହିଁ? ଆଗରୁ ସିଙ୍ଗଲ ପ୍ରୋଗ୍ରାମ ଅଛି ଆମର କ'ଣ କହିଲେ 7 ମାଇଲ ପଟେ ସିଙ୍ଗଲ ପ୍ରୋଗ୍ରାମ ଅଛି ଆଉ ଗୋଟେ ଭାଇ ଆପଣଙ୍କର ଯୋଉ ସେଟଅପ୍ ଅଛି ଗଣେଶ ପୂଜାର ଓପନିଂ କୋଉ ଜାଗା? ଏଇ ବର୍ଷ ହୁଁ ଏଇ ବର୍ଷ ଗଣେଶ ପୂଜା 7 ମାଇଲ 7 ମାଇଲ ଓପନିଂ ଆଜ୍ଞା ତ କହିବାକୁ ଗଲେ 7 ମାଇଲ ଓପନିଂ ହୁଁ ଆଉ ବାଗିଡିଆରେ ଅଛି ଫାଷ୍ଟ କମ୍ପିଟିସନ ପ୍ରୋଗ୍ରାମ ତ ଭାଇ ଯୋଉ ଭାଇ ମାନେ ବି ଆପଣଙ୍କୁ ବୁକିଂ କରନ୍ତି ଗଣେଶ ପୂଜା ପାଇଁ ଆଜ୍ଞା
ଫାଷ୍ଟ କଲ୍ ଯୋଉ ଜାଗାରେ ଓପନିଂ ଅଛି ହୁଁ। ତ ସେଇ ଜାଗାରେ କିଛି ୟୁନିକ୍ ଦେଖାର ପ୍ରୋଗ୍ରାମ ଅଛି ହଁ ଆପଣଙ୍କର? ଏଥର ୟୁନିକ୍ରେ ହେଉଛି ଆମର ସୁପର ଶୋ SFX ଯୋଉଟା ରହୁଛି ସେଇଟା ସୁପର ଶୋ ହାଇଲାଇଟ୍ କାହିଁକିନା ଆମେ ଆଗରୁ ସେତିକି ଦେଉନଥିଲୁ କାହିଁକିନା ବଜେଟ୍ ହେଉଥିଲା କିନ୍ତୁ ଗଣେଶ ପୂଜାରେ ଯେହେତୁ ଲୋକ ଜାଣିପାରୁନଥିଲେ ନା ଭେନମ୍ ବି ସୁପର ଶୋ କରୁନି SFX ଲଗାଉନି ତ ଏଇଥର SFX ଲାଗିବାର ଅଛି ସୁପର ଶୋ ମାନେ ଭଲସେ ହାଇଲାଇଟ୍ ହେବାର ଅଛି ତ ଏଇଟା ହେଲା ତ ଆମର ୟୁନିକ୍ ରହୁଛି। ତ ଯାହା ମାନେ ଯୋଉ ଭାଇ ମାନଙ୍କୁ ବୁକିଂ କରି ଫାଷ୍ଟ କଲେ ତାଙ୍କ ସେମାନଙ୍କ ପାଇଁ ବି ସୁପର ଶୋ ହଁ ଅଛି। ଆଉ ଭାଇ ସୁପର ଶୋ ରେ ତ ଭାଇ ଆଜିକାଲି ତ ଜାଣିଥିବେ ଯୋଉ ଆଜ୍ଞା ମାଇନ୍ସ ସବୁ ୟୁଜ ମାଇନ୍ସ କଲେଣି ତ ସେ ଜିନିଷ ୟୁଜ ହବ କି ନାହିଁ ସେ? ନିହାତି ସେଇଟା ତ ମେନ୍ ସେଇଟା ନିହାତି କାହିଁକିନା ସେଇଟା ହିଁ ହାଇଲାଇଟ୍ କରୁଛି ତ ଲୋକମାନେ ସେଇଟା ଯେହେତୁ ଚାହିଦା ପବ୍ଲିକ ଚାହିଦା ମାଗୁଛନ୍ତି ତ ଆମେ ସେଇଟା ପ୍ରୋଭାଇଡ୍ କରୁ। ତ ଭାଇ ଯୋଉ ଭାଇ ମାନେ ବୁକିଂ କରୁଛନ୍ତି ଆପଣ ମାନଙ୍କର ଫାଷ୍ଟ କଲ୍ ଓପନିଂ ଅଛି ତ ଆପଣ ମାନଙ୍କୁ କେମିତି କଣ ଏଞ୍ଜୟ କଲ ଆଉ କେମିତି କଣ ସୁପର ଶୋ ରହିଲା ନିହାତି କମେଣ୍ଟରେ ଜଣେଇବେ। ଆଉ ଯଦି ଭାଇ ଭିଡିଓଟି ଭଲ ଲାଗେ ଦେଖୁଥିବେ ତାହେଲେ ନିହାତି ଲାଇକ୍ କମେଣ୍ଟ ସବସ୍କ୍ରାଇବ କରିବେ ଚ୍ୟାନେଲକୁ। ତ ଭାଇ ଯେମିତି କି କହିଲେ ତ ଭାଇ ଏଥର ତ ଗଣେଶ ପୂଜାରେ ଆପଣ କହୁଥିଲେ କମ୍ପିଟିସନ ସେଟଅପ୍ ବୁଝେଇବ ବୋଲି ଆଜ୍ଞା ତ ଆସୋସନ ତ ନିୟମ କହିବାକୁ ଗଲେ ଯେମିତି କହୁଥିଲେ ହୁଁ ଥାଏ ସବୁ ଭାଇ ମାନେ ମାନୁନାହାନ୍ତି କିଛି ଭାଇ ମାନେ ମାନୁନାହାନ୍ତି କିଛି ଭାଇ ମାନୁନାହାନ୍ତି ହୁଁ ତ ଆପଣ ସେଇଥିପାଇଁ କମ୍ପିଟିସନ ସେଟଅପ୍ ବୁଲଉଛନ୍ତି। ଆଜ୍ଞା ତ ଭାଇ ଏଇ ଯୋଉ ଡିଜି ରଖିଛନ୍ତି ସେଇ ତ ଡିଜି ଲୋଡ ସମ୍ଭାଳିବା ପାଇଁ ଟିକେ ପ୍ରୋବ୍ଲେମ ହବ ନିହାତି। ତ ଆପଣଙ୍କର କିଛି ଡିଜି ଆସୁଛି ହଁ କି? ଆମର ଆଉ ଗୋଟେ ଗାଡି ଆସୁଛି ସେ ଗାଡିରେ ମାନେ ସେକେଣ୍ଡ ଡିଜି ଲୋଡ ହେଇକି ତ ଫାଇନାଲି ଆପଣଙ୍କ ଗଣେଶ ପୂଜା ପାଇଁ ଅଲରେଡି ପିକଅପ୍ ବି ଆସୁଛି ଆଜ୍ଞା ତ ପିକଅପ ରେ ଡିଜି ଲୋଡ ଟିକେଟ ହବ ତ ସେଇଥିପାଇଁ କମ୍ପିଟିସନ ବି ହବ। କାହିଁକିନା କରେଣ୍ଟ ଟା ମେନ୍ ଦରକାର ହଉଛି ନା। ତ ଭାଇ ଆପଣ କହିବାକୁ ଗଲେ ତ ଏ ଲୋକାଲ ମାର୍କେଟରେ କଲ୍ କରୁଛନ୍ତି ଆଜ୍ଞା ତ ଭାଇ ଯେମିତି କି ଯୋଉ ଭାଇ ମାନେ ବି ଚାହିଁବେ ଯେ ଭାଇ ଆମର ବାହାରକୁ ପ୍ରୋଗ୍ରାମ ଅଛି ହୁଁ ମାନେ ଦୂର ପ୍ରୋଗ୍ରାମ ତ ଆପଣ ତ ଯେମିତି ଜାଣିଥିବେ ବଡ ସେଟଅପ୍ ଯାଇକି ସବୁ ବାହାର ହୁଁ ବାହାର ପ୍ରୋଗ୍ରାମ ହୁଁ ହୁଁ। କରୁଛନ୍ତି ତ ଆପଣ ସେମିତି ଯାଇକି ବାହାରେ ପ୍ରୋଗ୍ରାମ କରିପାରିବେ କି ନାହିଁ? ହଁ ଆମେ ଏବେ ରିସେଣ୍ଟଲି ଯାଇଥିଲୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ରାଜକନିକାରୁ ପୁଅ ଘର ବାହାରିଥିଲା ତ ସେଠୁ ଆମେ ବାହାଘର ବି କରି ଏବେ ରିସେଣ୍ଟଲି 10 ତାରିଖ କରିକି ଆସିଥିଲୁ ତ ବାହାରେ ବି ଆମେ କରିପାରିବୁ ସେମିତି ଆମର କିଛି ପ୍ରୋବ୍ଲେମ୍ ନାହିଁ ଯୋଉ ଭାଇ ବୁକିଂ କରିବା କଥା ବାହାରୁ ବି ଆସି ବୁକିଂ କରିପାରିବା। ତ ଭାଇ ଯୋଉ ଜାଗାକୁ ଗଲେ ଧର ବାହାରକୁ ଗଲେ ପ୍ରୋଗ୍ରାମ ଆଜ୍ଞା ତ ମାନେ ଅନୁଗୁଳ ଆସୋସିଏସନ ନିୟମ ଅନୁସାରେ ସେ ଜାଗାରେ ପ୍ରୋଗ୍ରାମ କରୁଛନ୍ତି କି ସେଇ ଜାଗାରେ ଯାହା ଥିବ? ନା ନା ସେଠି ଯାହା ତାଙ୍କ ଆସୋସିଏସନ ସେ ଡିଷ୍ଟ୍ରିକ୍ଟ ଯାହା ବି ଆସୋସିଏସନ ରୁଲ ଅଛି ତାଙ୍କ ରୁଲ ଅନୁସାରେ ଆମେ ଆମ ପ୍ରୋଗ୍ରାମ ଦେବୁ। ତ ଏବେ ଯୋଉ କେନ୍ଦ୍ରାପଡା ଆପଣ ଯାଇଥିଲେ ଆଜ୍ଞା ତ ସେଇ ଜାଗାକୁ ଯାଇକିନା ଆପଣଙ୍କ ଫିଲ୍ କେମିତି ଥିଲା? ଫିଲିଙ୍ଗ ତ ହାଇ ଲେଭୁଲ ଥିଲା କାହିଁକିନା ଆମେ ବାହାର ଜାଗାକୁ ଯାଇଛୁ କିନ୍ତୁ ସେଇଭଳିଆ ମାନେ ଏତେ ଦୂର ଯାଇନଥିଲୁ ତ ସେଠି ଗଲା ପରେ ସେଠି ତାଙ୍କ ପବ୍ଲିକଙ୍କର ଯୋଉ ରିଆକ୍ସନଟା ସେଇଟା ବହୁତ ଥିଲା କାହିଁକିନା ଅନୁଗୁଳ ସେଟଅପ୍ ଯାଇଛୁ ମାନେ ତାହେଲେ ଆମକୁ ଆସିକି ବହୁତ ମାନେ କୋଶ୍ଚିନ୍ କରନ୍ତି ବହୁତ ଆସିକି ଭଲ ପାଇବା ଆଉ ଦିଅନ୍ତି ସେଇ ଯୋଉ ଭଲ ପାଇବା ଦେଇଥିଲା ଆପଣଙ୍କୁ କେମିତି ଲାଗିଥିଲା? ବହୁତ ଭଲ ଫିଲିଙ୍ଗ ସେଇ କେନ୍ଦ୍ରାପଡ଼ା ଭାଇମାନଙ୍କୁ ବହୁତ ଦିଲସେ ଧନ୍ୟବାଦ କରୁଛି ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଆଉ ଆଗକୁ ବି ଯିଏ ବି ଆସିବେ ନିହାତି ଆମ ପାଖରେ ଆମେ ୱେଲକମ୍ କରିବୁ। ତ ଭାଇ ଧର ଆମର ଧର ଏଇ ଯୋଉ ଲୋକାଲ ବଜେଟ ରହୁଛି ଆଜ୍ଞା ଲୋକାଲ ବଜେଟ ଅପେକ୍ଷା ଧର ପ୍ରୋଗ୍ରାମ ସେଇ ବଜେଟ ରହୁଛି ନା କିଛି ବଜେଟ ଅଧିକା ରହୁଛି? ନାଇଁ ଲୋକାଲରେ ତ ଆମେ ଲୋକାଲ ବଜେଟ ଲୋକାଲ ନିହାତି ଭ୍ୟାରି କରିବ କାହିଁକିନା ଆମେ ଦୂର ଯାଉଛନ୍ତି ତାଙ୍କର ଆମର ଯୋଉ ତେଲ ଫେୟାର ରହୁଛି ତ ସେ କଷ୍ଟିଂଟା ନିହାତି ଟିକେ ଫେୟାର ଭ୍ୟାରି କରିବ। ଭିଡିଓଟା ଦେଖିଲ ତ ଭାଇ ଯେମିତି ଆପଣ କହିଲେ 3 ବର୍ଷ ହେଲାଣି ସାଉଣ୍ଡ ଆସିଲେଣି ଆଜ୍ଞା ତ 3 ବର୍ଷ ତ ଆପଣ ଯାହାହେଲେ ବହୁତ ସାରା କଲ୍ କରିଥିବେ ହୁଁ ଯେମିତି କି ଗଣେଶ ପୂଜାଠୁ ଆରମ୍ଭ କରି ମ୍ୟାରେଜ ପ୍ରୋଗ୍ରାମ ଠୁ ଆରମ୍ଭ କରି ସରସ୍ଵତୀ ପୂଜାଠୁ A to Z ପ୍ରୋଗ୍ରାମ ଆପଣ କରୁଛନ୍ତି ଆଜ୍ଞା ତ ସେଇ ପ୍ରୋଗ୍ରାମ ଭିତରେ ତ ଆପଣଙ୍କୁ କୋଉ ଜାଗାରେ କେମିତି ପ୍ରୋବ୍ଲେମ ଫେସ କରିନାହାନ୍ତି ଧର କୋଉ ଜାଗାକୁ ଯାଇଛନ୍ତି ପ୍ରୋଗ୍ରାମ ପୂର୍ବରୁ ସାଉଣ୍ଡ ବନ୍ଦ ହବା କିଛି ଇଲେକ୍ଟ୍ରିକାଲ ଇସୁ ହବା କି କୋଉ ଜାଗାକୁ ଯିବାରେ ମାନେ ସବୁ ପ୍ରୋଗ୍ରାମ ହେଲା କିନ୍ତୁ ସେଇ ଜାଗାରେ ପେମେଣ୍ଟ ଉପରେ ଟିକେ ଇସୁ ରହୁଛି ତ ସେମିତି କିଛି ପ୍ରୋବ୍ଲେମ ଫେସ କରିନାହାନ୍ତି ନାଇଁ କି? ଆଜି ଯାଏଁ ତ ସେମିତି ପେମେଣ୍ଟ ଉପରେ କୋଉଠି ପ୍ରୋବ୍ଲେମ ଫେସ୍ କରିନି ଆଉ ହାଲକା ଫୁଲକା ଯୋଉଟା କଷ୍ଟମର ଦେଖନ୍ତୁ ତ 5 ଆଙ୍ଗୁଠି ଆମର ସମାନ ନୁହେଁ 5 ଆଙ୍ଗୁଠି କୋଉ କଷ୍ଟମର ତାକୁ ସେଇଟାକୁ ମ୍ୟାନେଜ କରିଦିଆଯାଏ ତ ଆଜି ଯାଏଁ ଯାହା ହେଇଛି ପ୍ରୋଗ୍ରାମ ଭଲ ହେଇଛି କୋଉଠି ବି ଆମେ ଭଗବାନ ଦୟାରୁ ମାନେ କିଛି ଫେଲ ହେଇନୁ ଆଗକୁ କଣ ହବ କାହିଁକିନା ଇଲେକ୍ଟ୍ରିକ କିଛି କହିହବନି। ତ ଭାଇ ଆଜ୍ଞା ଏଇ ସାଉଣ୍ଡ ତ ଆସିବାର ଆପଣଙ୍କୁ 3 ବର୍ଷ ହେଲାଣି ହୁଁ ତ ଯାହାହେଲେ ବି ଆପଣ କହିଲେ ସେଇ ଟାଇମରେ କିଛି ବି କହିବାକୁ ଗଲେ ସାଉଣ୍ଡ ବିଷୟରେ କିଛି ଜାଣିନଥିଲେ ନାଇଁ ତ 3 ବର୍ଷ ହେଲାଣି ଆପଣ ଆସିବା ଭିତରେ ଯାହାହେଲେ କିଛି ଆପଣଙ୍କର ଏକ୍ସପିରିଏନ୍ସ ହେଇସାରିବଣି ଆଜ୍ଞା ତ ଏଇ ଯୋଉ 3 ବର୍ଷ ଭିତରେ ପ୍ରୋଗ୍ରାମ କରିବା ଭିତରେ ତ ଆପଣଙ୍କୁ କହିବାକୁ ଗଲେ ଯୋଉ କମ୍ପିଟିସନ ପ୍ରୋଗ୍ରାମ କରିବା ପାଇଁ ଭଲ ଲାଗେ କି ନର୍ମାଲ ପ୍ରୋଗ୍ରାମ ପାଇଁ କରିବା ପାଇଁ ଭଲ ଲାଗେ କି ଧର ରୋଡ ଶୋ କି ପ୍ରଫେସନାଲ ଉପରେ କି ଆପଣଙ୍କ ମତରେ କମ୍ପିଟିସନ ହବା ଉଚିତ କି ନାହିଁ? ଦେଖନ୍ତୁ ଭାଇ ଆମେ ତ କମ୍ପିଟିସନ ଆଜି ଯାଏଁ ମାନେ କରିଛୁ ବଟ୍ ସେଇ ଧରଣ କରିନୁ କାହିଁକିନା ସମସ୍ତେ ଶହେ ଶହେ ଚୁଙ୍ଗା ଲଗେଇଲା ବେଳକୁ ଆମେ ସେ ଜିନିଷ ଲଗେଇନୁ ଆମର ନର୍ମାଲି ଗାଡି ଭିତରେ ଯେତିକି ଜିନିଷ ଲଗେଇବା କଥା ତା ବାଦ ବି ମେଲଣ ପ୍ରୋଗ୍ରାମ କରିବା ପାଇଁ ଏତିକି ଭଲ ଲାଗେ କାହିଁକିନା ଶହ ଶହ ଲୋକ ଦେଖୁଥିବେ ତ ସେଇଥିରେ ଆମେ କେମିତି 10ଟା ଡିଜେରୁ ବେଷ୍ଟ ଦବୁ ସେଇଟା ଆମର ମୋଟୋ ଥାଏ 10ଟା ଡିଜେକୁ ମାରି ଦେଇକି ଆମେ କିନ୍ତୁ ଆମର ବେଷ୍ଟ ଦବୁ ସେଥିପାଇଁ କମ୍ପିଟିସନ ପ୍ରୋଗ୍ରାମ ନ କରି ନର୍ମାଲ ପ୍ରୋଗ୍ରାମ କଲେ ଭଲ ଲାଗୁଛି କାହିଁକି ନା କମ୍ପିଟିସନ ପ୍ରୋଗ୍ରାମ କଲେ ଆମ ସାଉଣ୍ଡ ଭାଇମାନଙ୍କ ମଧ୍ୟରେ
ବହୁତ ବାଦ ବିବାଦ ଦେଖାଯାଉଛି। କାହିଁକିନା ଯେତିକି କମିଟି ମେମ୍ବର ମାନେ ଉତ୍ସାହ ଦେଉନାହାନ୍ତି, ସେତିକି ସାଉଣ୍ଡ ଭାଇ ମାନେ ତାଙ୍କ ଭିତରେ ମାନେ ଇମ୍ପ୍ରୋଭାଇଜେସନ କରିକି କମିଟି ମେମ୍ବରକୁ ଉସ୍କେଇକି କମ୍ପିଟିସନ ପାଇଁ ସେ କହୁଛନ୍ତି ଆମେ ତମେ ଏଇ ସେଟ ସହିତ ଯୋଉ ସେଟ ସହିତ ରଖ, ମୁଁ ତମ ସହିତ ସେ ସେଟ ସହିତ କମ୍ପିଟିସନ କରିବି। ତ କମ୍ପିଟିସନ କଲେ କ'ଣ ହଉଛି, ଭାଇଚାରା ରହୁନି। ଭାଇ ଭାଇ ଆମେ ଡିଜେ ଭାଇ ମାନେ ଅଲଗା କୋଉ ଡିଜେ ଦେଖିଲେ ଭାଇଚାରାଟା ମାନେ ପଳେଇ ଯାଉଛି। ତ ଆଗରୁ ଯେମିତି ଭାଇଚାରା ଥିଲା ଏବେ କହିବାକୁ ଗଲେ ସେମିତି ନାହିଁ। ସେମିତି ଭାଇଚାରା ରହୁନାହିଁ। କାରଣ ଆମେ ଦି ଜଣ ଅନର ହେଲେ ବି ଆମ କମ୍ପିଟିସନ କ'ଣ କଲେ ଝଗଡ଼ା ହେଇଯିବ। ତ ଝଗଡ଼ା ନ କରି ଭାଇଚାରା କ'ଣ ଅସୁବିଧା ଅଛି? ତ ସେ ଜିନିଷଟା ତ ଭାଇ ଆପଣଙ୍କ ମତରେ କମ୍ପିଟିସନଟା କରିବା ଉଚିତ କି ନାହିଁ? ନାଇଁ, କମ୍ପିଟିସନ କରିବା ଜମାରୁ ଉଚିତ ନାହିଁ। କାରଣ କମ୍ପିଟିସନ କଲେ ଏକରେ ପ୍ରଶାସନ ଆମକୁ ମାନେ ଯେମିତି ହଇରାଣ କରିବେ, ତ ତା ବାଦ ବି ମାନେ ପବ୍ଲିକ ବି ହଇରାଣ ହଉଛନ୍ତି କମ୍ପିଟିସନ। କାହିଁକିନା ଅତ୍ୟଧିକ ଲାଉଡନେସ୍ ଯୋଗୁଁ ଆମେ ସିନା ଆମକୁ ଭଲ ଲାଗୁଛି କି ଆମର ଯୋଉ 5ଟା ଭାଇ ଭଲ ଲାଗେ, କିନ୍ତୁ ପାଖ ଆଖରେ ଯେତିକି ଲୋକ ଅଛନ୍ତି ସେଥିରେ ବି କିଛି ପେସେଣ୍ଟ ଅଛନ୍ତି, କିଛି ଭଲ ଲୋକ ଅଛନ୍ତି, ତ ସେମାନଙ୍କୁ ଏଇ ଲାଉଡନେସଟା ଭଲ ଲାଗୁନି। ତ ନର୍ମାଲି ଆମ ରୋଡ ଶୋରେ ଯେମିତି ପ୍ରୋଗ୍ରାମ କରିବା କଥା, ଯେତିକି ସାଉଣ୍ଡ ଲିମିଟ ଅନୁସାରେ ସେତିକି ସାଉଣ୍ଡ ଲିମିଟରେ ବଜେଇବ, ସେତିକି ଆମ ଲୋକ ପ୍ରଶଂସା କରିବା ଦରକାର। ତ ଭାଇ ଯାହା ବି ଆପଣ କଲେ ତ ଆପଣଙ୍କ ମତରେ କମ୍ପିଟିସନ କରିବା ପାଇଁ ଉଚିତ ନୁହେଁ। ତ କିନ୍ତୁ ଭାଇ ଆପଣ ଏଇଥର ଗଣେଶ ପୂଜାରେ ଆଜ୍ଞା। କମ୍ପିଟିସନ ସେଟଅପ ଓହ୍ଲଉଛନ୍ତି, ତ ଆପଣଙ୍କର ମନ ନଥାଇକି ବି କମ୍ପିଟିସନ ପାଇଁ ତ କମ୍ପିଟିସନ ସେଟଅପ କ'ଣ ପାଇଁ ଓହ୍ଲଉଛନ୍ତି? କାହିଁକିନା ଦେଖନ୍ତୁ, ସବୁ 5ଟା ଭାଇ ଆମର 5ଟା ଭାଇ ଡିଜେ କରୁଛନ୍ତି, ତ 5ଟା ଭାଇରୁ 2ଟା ଭାଇ ମାନେ କ'ଣ କଲେ କମ୍ପିଟିସନ କରୁଛନ୍ତି। ତ ଆଉ 3ଟା ଭାଇଙ୍କର ମନ କ'ଣ ହଉଛି, ମାନେ ସେଠି ପବ୍ଲିକଙ୍କର ତାଙ୍କୁ କହୁଛନ୍ତି ଏଇ 2 ଜଣଙ୍କୁ ଭାଇ ଭଲ କହିବେ, ଏଇ 3 ଜଣଙ୍କୁ ସେମାନେ ବି ସେଇ ପଇସାର ମାନେ ଇନଭେଷ୍ଟ କରୁଛନ୍ତି, ସେ ବି ଇନଭେଷ୍ଟ କରୁଛନ୍ତି। ତ ସେ ତାଙ୍କେ ଯଦି ମାନେ ଜିନିଷଟା ଲଗେଇକି କମ୍ପିଟିସନ କଲେ, ତ ସିଏ କାହିଁ କରିବେନି? ତ ସେଇ ସକାଶେ ଏଇ ଯୋଉମାନେ କମ୍ପିଟିସନ କରୁଛନ୍ତି ତାଙ୍କ ମାନଙ୍କୁ ତାଙ୍କ ସହିତ ପାଦ ମିଳେଇବା ପାଇଁ ମୁଁ ମୋର ମାର୍କେଟକୁ ଓହ୍ଲେଇଛି। ତ ମୁଁ କାହାକୁ ବି ସେମିତି ମାନେ କ'ଣ କଲେ ମୋ ସହିତ ଯିଏ ଲାଗିବ ମୁଁ ବି ତାକୁ ଆଉ ଛାଡ଼ିବାର ନାହିଁ। ତ କହିବାକୁ ଗଲେ କମ୍ପିଟିସନ ଆପଣ ବି କରିବେ। ଆଜ୍ଞା। ତ ଭାଇ ଯୋଉ ଜାଗାରେ ଆପଣଙ୍କର କହିବାକୁ ଗଲେ ନର୍ମାଲ ପ୍ରୋଗ୍ରାମ ହଉଛି, ଆଜ୍ଞା। ତ ଅପୋଜିଟ ହେଲା ସେଇ ଟାଇମରେ ଆପଣ ଯଦି କ୍ରସ କରୁଛନ୍ତି, ତ ସେଇ ଟାଇମରେ ଆପଣ କ'ଣ କରିବେ? ଅପୋଜିଟ ବାଲା ଯଦି ସେ ଯୋଉ ଅନୁସାରେ ମଜୁଛି ଆମେ ତାଙ୍କୁ ଆଗେ ୱେଟ୍ କରିବୁ। ସେ ଟ୍ରାକ୍ ମାରିଛନ୍ତି ମାନେ ହର୍ନ ମାରୁଛନ୍ତି କି ନା ଗୀତ ବଜାଉଛନ୍ତି। ଯଦି ଗୀତ ବଜାଉଛନ୍ତି ଆମେ ବି ଗୀତ ବଜେଇବୁ, ଆଉ ଯଦି ସେ ଟ୍ରାକ୍ ମାରୁଛନ୍ତି ତ ଆମେ ଆମ ଇଚ୍ଛା ଅନୁସାରେ ଆମେ ବି ଦେଇଦେବୁ। ତ ଭାଇ ଯେମିତି ସତ ଆପଣ କହିଲେ, ଆଜ୍ଞା। ତ ଯେତେ ବି ଆପଣ ଯୋଉ 3 ବର୍ଷ ପ୍ରୋଗ୍ରାମ କରୁଛନ୍ତି, ତ ଆପଣଙ୍କୁ ଯୋଉ ଜାଗାରେ ପ୍ରୋଗ୍ରାମ କରିଥିବେ ତ ସେ ଜାଗାରେ ତ ଭଲ ପାଇବା, କିନ୍ତୁ ଆପଣଙ୍କ ଅନୁସାରେ ମାନେ କହିବାକୁ ଗଲେ ଆପଣଙ୍କୁ କୋଉ ଜାଗାରେ ବେଷ୍ଟ ପ୍ରୋଗ୍ରାମ ଲାଗେ? ଆମର ବେଷ୍ଟ ପ୍ରୋଗ୍ରାମ ହେଇଥିଲା ଆମ ଲୋକାଲରେ ବନ୍ତଲାରେ। ପ୍ରିଭିୟସ୍ ଇୟରରେ ଗଣେଶ ପୂଜାରେ ଭଲ ବେଷ୍ଟ ପ୍ରୋଗ୍ରାମ ହେଇଥିଲା। ଦେନ୍ ଝୁମ୍ପୁଡ଼ିଆରେ ବି ବେଷ୍ଟ ହେଇଥିଲା, କାହିଁକିନା ସବୁ ପୂଜା କମିଟି ଭଲ ଭଲ ସାଉଣ୍ଡ ଆଣିଥିଲେ। ତ ସେମାନେ ଯୋଉ ଅନୁସାରେ ଜିନିଷ ଲଗାଇଥିଲେ ଆମର ସେ ଅନୁସାରେ ଜିନିଷ ଲାଗିନଥିଲା। କିନ୍ତୁ ସେ ଯେତିକି ସାଉଣ୍ଡ ସେତିକି ଦେଇଥିଲା, ଆମେ ତାଙ୍କ ସହିତ ବି କମ୍ପିଟିସନ କଲୁ। ସେଇ ଲେଭେଲ ସାଉଣ୍ଡ ମାନେ କ୍ରସିଂରେ ବଜେଇଲୁ, ଲୋକ ସେଥିରେ ବହୁତ ପ୍ରଶଂସା ଦେଇଛନ୍ତି। ତ ସେଥିପାଇଁ ମୁଁ ସେ କମିଟି ବାଲାକୁ ବି ଧନ୍ୟବାଦ ଜଣାଉଛି ଯାକିତାର। ତ ଭାଇ ଯେମିତି ତ ସବୁ ଅପଡେଟ ଦେଲେ, ତ ଭାଇ ଆପଣଙ୍କୁ ଏଇ 3 ବର୍ଷରେ ଏତେ ସାରା ଭଲ ପାଇବା ତା ପବ୍ଲିକ ଭାଇ ମାନଙ୍କୁ ଆମର ଦେଖୁଥିବା ଅଡିଏନ୍ସ ମାନଙ୍କୁ କ'ଣ କହିବେ? ମୁଁ ସବୁ ପବ୍ଲିକ ମାନଙ୍କୁ ନମସ୍କାର କରୁଛି। ଆଉ ଆପଣମାନେ ମୋତେ ଡାକିକିରି ପ୍ରୋଗ୍ରାମ ଦେଇଥିବାରୁ, ଆପଣଙ୍କ ଏରିଆରେ ମୁଁ ଯାଇଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ଆଉ ଆପଣ ଏମିତି ଢେର ସାରା ଭଲ ପାଇବା ଦିଅନ୍ତୁ, ଆଉ ଆଗକୁ ଏମିତି ଆମକୁ ପ୍ରୋଗ୍ରାମ ଦେଇକି ଆମକୁ ଉତ୍ସାହିତ କରନ୍ତୁ। କହିଲେ ଯାହା ବି ଅପଡେଟ ଥିଲା ସବୁ ଅପଡେଟ ଦେଲେ। ତ ଏଇ ଯୋଉ 3 ବର୍ଷ ହେଲାଣି ଆପଣ ସେଟଅପ ଆଣିଲେଣି, ଆଜ୍ଞା। 3 ବର୍ଷ ସେଟଅପ ଆଣିବା ଭିତରେ ଆପଣ ପବ୍ଲିକ ଭାଇ ମାନେ ଭଲ ପାଇବା ଦେଇଥିବେ, ଆଉ ଯୋଉ ଭାଇ ମାନେ ଅଡିଏନ୍ସ ମାନେ ଆମର ଦେଖୁଛନ୍ତି ଭିଡିଓ ଯୋଉ ଭାଇ ମାନେ ବି, ତ ସେଇ ପବ୍ଲିକ ଭାଇ ମାନଙ୍କୁ ଆପଣ ମାନେ କହିବାକୁ ଗଲେ ଭଲ ପାଇବା ଦେଇଥିବାରୁ କ'ଣ କହିବେ? ଆମର ସମସ୍ତ ଅଡିଏନ୍ସ ମାନଙ୍କୁ ଜୟ ଜଗନ୍ନାଥ ଏବଂ ଦିଲସେ ଧନ୍ୟବାଦ। ଆପଣମାନେ ଏତେ ସାରା ଭଲ ପାଇବା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆଉ ଆପଣମାନେ ଏମିତି ଭଲ ପାଇବା ଦିଅନ୍ତୁ ଯେମିତିକି ଆପଣଙ୍କ ପାଖରେ ଆମେ ପହଞ୍ଚି ଆମର ବେଷ୍ଟ ପରଫର୍ମାନ୍ସ ଦେଇପାରିବୁ। ତ ଭାଇଙ୍କଠୁ ତ ସବୁ ଅପଡେଟ ତ ଜାଣିନେଲେ, ଆଉ ଭାଇଙ୍କୁ ଯଦି ଗଣେଶ ପୂଜା ପାଇଁ ଆପଣ ବୁକିଂ କରିବା ପାଇଁ ଚାହିଁବେ ତ ଭାଇଙ୍କ କଣ୍ଟାକ୍ଟ ନମ୍ବର ଆମେ ଡିସ୍କ୍ରିପସନ ଦେଇଦେବୁ। ଆଉ ଯଦି ବି ଭାଇ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ନିହାତି ଲାଇକ୍ କମେଣ୍ଟ ସବସ୍କ୍ରାଇବ କରି ଚ୍ୟାନେଲକୁ ହାପି ମଧ୍ୟ କରିଦେବେ। ତ ଆପଣମାନଙ୍କୁ ଭାଇଙ୍କର ଅପଡେଟ କେମିତି କ'ଣ ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ମତାମତ ଜଣାଇବେ। ତ ଏତିକିରେ ଭିଡ଼ିଓ ଅନ୍ କରୁଛୁ। ଜୟ ଜଗନ୍ନାଥ।